କଣ କହୁଛୁ? ଆ କଥା ଶୁଣିଲେ ତମକୁ ହସ ମାଡ଼ିବ। ମୁଁ ଆଉ କଣ କରିବି କୁହ? ୟାର ଆକ୍ଚୁଆଲି ଶୁଣ, ୟାର ବାହାଘର ପ୍ରସ୍ତାବ ଗୋଟେ ଦରକାର। ବାପା ଘରେ କହିବା କଥା କି ଚଳିବାକୁ, ଗୋଟେ ପୁଅ ନା, ବାପାଙ୍କ ଏଜ୍ ହେଇଗଲାଣି, ବୁଝିପାରିଲ? ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଚାକିରି, ବାପା ହଉଛନ୍ତି ସରପଞ୍ଚ ପୂର୍ବ ବର୍ଷର, ହେଲା, ରିଟାୟାର୍ଡ ହେଇଯାଇଛନ୍ତି। ରିଟାୟାର୍ଡ ଯଦି ହେଇଗଲେ, ମୋ କହିବା କଥା, ତମର ତ ବିଲ ବାଡ଼ି ଅଛି, ସବୁ ଅଛି, ତୁ ତ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ରେଲୱେ ଚାକିରି, ପିଲାର ରେଲୱେ ଚାକିରି, ହେଲା କି? ତ ବର୍ତ୍ତମାନ କହିବା କଥା ତାର ଗୋଟେ ପ୍ରସ୍ତାବ ଆପଣଙ୍କୁ ଦେଖି, କାରଣ କ'ଣ ଆପଣ ମଧ୍ୟସ୍ଥି ଏଠି କରନ୍ତି, ମୋତେ କହିଲା ମଉସା ମଧ୍ୟସ୍ଥି କରନ୍ତି, ହେଲା କି? ଆଉ କଥା ହେଇଯିବା ଏବେ। ଆଉ ଇଏ ଯୋଉ ଗାଁ ହେଲା, ମତେ ସେଇଟା ଦେଖିକି ହସ ମାଇଲା। କାହିଁକି କହିଲେ, ତ ବାହା ହବୁ, ତୁ ହେଲେ ମଉସା ମତେ କହିଥାନ୍ତୁ, ମୁଁ କହିଥାନ୍ତି। ସେ କହୁଛି ମୁଁ ବାହା ହେବି, ହେଲା କି? କହ, ମୁଁ କହୁଛି ତା ମଥାରେ ମୁଁ ସିନ୍ଦୁର ଦେବି, ହେଲା କି? ଚତୁର୍ଥୀ କରିବ। ଆଜିକାଲି ତ ଫେରେ ଭଲ ତ ମିଳୁନାହାନ୍ତି, ଆକୁ ଭଲ ପିଲା ନୁହଁ। ହଁ ସୁଗେ, ଶୁଭୁଛି, ମୁଁ କହୁଛି ଶୁଣେ, ସୁଗେ, ହଁ କଥା, ହଁ ପାଟିଟା ତାର, ପାଟି ଭଏସ ଟା ହଉନି, ହେଲା କି? ଭଏସ ଟା ହଉନି, କିନ୍ତୁ ପିଲା ଭଲ ଟୋଟାଲି। ଶୁଣ, ମଦ ଗଞ୍ଜେଇ ଗୁଟୁକା, ଅମ୍ବାନୀ କି ବାହା ହବ କହୁଛି, ଅମ୍ବାନୀ ଘରେ ବାହା ହବ, ବଡ ଲୋକ ଦରକାର। ଇଏ ପଇସା ଦବ, କାହିଁ ରାଜି ହେବେ ନାହିଁ? ମୁଁ କହୁଛି ରାଜି କାହିଁ ହେବେନି? ସେଇ କଥା କହୁନୁ, ତୁ ଏମିତି କଥା, ସେଇ କଥା ହାତ ବାଡ଼େଇବ, ପ୍ରାଙ୍କ କରିଦେଲୁ, ସେ କଥା କହୁନୁ। ମୁଁ କହିଲି